ସେ ହେଲା ଭଲ ଆଳୁ। ଆମର ପଞ୍ଜାବ ଆଣନ୍ତୁ, ମହାରାଷ୍ଟ୍ର ଆଣନ୍ତୁ, ଯେତେ ଆଳୁ ଆଣନ୍ତୁ, ଏଇଟା ଭଲ ଆଳୁ। ଏବଂ ଆମର ଭିତରେ ବି ସୁସମ୍ପର୍କ ଅଛି ମମତା ବାନାର୍ଜୀ ସାଙ୍ଗରେ। କାହିଁକି ସମ୍ପର୍କ ନଷ୍ଟ ହେବାକୁ ଯିବ? ସେମାନେ ଭଲ ଭଲ ଲୋକ, ଓଡ଼ିଶାକୁ ଭଲ ପାଆନ୍ତି, ଓଡ଼ିଶାର ଲୋକ ବି ତାଙ୍କୁ ଭଲ ପାଆନ୍ତି। ସେ ଯେଉଁ ସମାଧାନ ଭଲରେ ହେଇଗଲା, ଆଳୁ ଭିତରେ ହେଇଗଲା। ଏମିତି ବି କାଲକାଟା ଟିକେ ପରିସ୍ଥିତି ଭଲ ନାହିଁ, ଗୋଟେ ଗଣ୍ଡଗୋଳ ଫଣ୍ଡ ଚାଲିଛି ସେ ରାସ୍ତାର ଇଏ ସେ ଆଜିକି ଭଲ ଭଲ ନ୍ୟୁଜ୍। ମୁଁ ଜଷ୍ଟ ଆସୁଛି, ମୋତେ ମନ୍ତ୍ରୀ ଫୋନ୍ କଲେ, ମୁଁ ମନ୍ତ୍ରୀ ଫୋନ୍ ଲଗେଇଦେବି ଆପଣମାନଙ୍କୁ, କହିଲେ ସମାଧାନ ହେଇଗଲା, କାଲିଠୁ ଆଳୁ ଯିବ। କେତେ ଖୁସି ଆପଣ? ମୁଁ ବହୁତ খুশি। আমি যাইছিলাম, জানছি আমি যাইছিলি, আমাকে বেচা ফোন করলো। হ্যাঁ, বললো সব আমি বেচা কালিকে বলছিলাম, বেচা আসছিল, বলে ফাইনাল হয়ে গেল, আজ কালিকে আলু ছাড়ব বলছে। তাহলে সব ওড়িশাবাসী মধ্যে বহুত খুশি হবে। নিশ্চয় ବହୁତ ଖୁସି। ଆପଣ ଜାଣିଲେ ବହୁତ ଖୁସି ମୁଁ ଯାଇଥିଲି କାହିଁକି? ମୁଁ ସେ ଯେଉଁ ଆପଣମାନେ ଜାଣିଛନ୍ତି ମୁଁ ଯାଇଥିଲି, ଭଲ ଜିନିଷ, ଭଲ କଥା, ଭଲ କାମ। ଆଗକୁ କେମିତି ସୁସମ୍ପର୍କ ରହିବ ସେ ବିଷୟରେ ଯେମିତି ସମ୍ପର୍କ ରହିଛି, କାହିଁକିନା ବଙ୍ଗଳା ଓଡ଼ିଶା ଓଡ଼ିଆ କେବେ ପିଟାପିଟି ହେଇଛନ୍ତି? ସବୁବେଳେ ବନ୍ଧୁତ୍ୱ ହିସାବରେ ଅଛନ୍ତି, କେବେ ପିଟିବେ ନାହିଁ। ଆରେ ବଙ୍ଗାଳୀ ଜାତି ନହେଲେ ଆପଣ ସତ କଥା କହୁ, ବଙ୍ଗାଳୀ ଜାତି ନହେଲେ ଆମ ପୁରୀରେ କ'ଣ ଠିକ୍ ଠାକ୍ ରହିବ? କେବେ କିଛି ଆଉ ଠିକ୍ ହେବନି, ସବୁ ନଷ୍ଟ ହେଇଯିବ। ସେମାନେ ନହେଲେ ହେବ? ସତ କଥା ଏଇଟା। ବହୁତ କେବେ ରହିବ ସେଇ ଯିବେ। ମୁଁ ସହିପାରିଲି ମିଲି ତ ଯାଇଥିଲି, ମୁଁ ଯେଉଁ ଯାଇଥିଲି ଆପଣମାନେ ଏଇଟା ଜାଣିଛନ୍ତି କହୁନାହାନ୍ତି। ମୁଁ ସହିପାରିଲିନି, ନିଜେ ଗଲି, ଚେଷ୍ଟା ତ କରିବା। ଏ ଜଗନ୍ନାଥ ସକ୍ସେସଫୁଲ୍ କରିଦେଲି, କ'ଣ ଅଛି।